ବର୍ତ୍ତମାନ ଆମେ ଜାଣିବା କେଉଁ 5ଟି ଯୌନ ତତ୍ତ୍ୱ ସ୍ତ୍ରୀ ପୁରୁଷ ପାଖରୁ ଆଶା କରେ। ବର୍ଷ ବର୍ଷ ଧରି ସ୍ୱାଭାବିକ ଭାବେ ପତି ପତ୍ନୀ ରୂପେ ରହି ଆସୁଥିଲେ ମଧ୍ୟ ଅନେକ ନାରୀ ସେମାନଙ୍କୁ ଯୌନ ଜୀବନରେ ଅସନ୍ତୁଷ୍ଟ ଓ ବିରକ୍ତ ପ୍ରକାଶ କରନ୍ତି। ଏଭଳି ସ୍ତ୍ରୀମାନଙ୍କ ସହ ଆଲୋଚନା କରି ଜଣାଯାଇଛି ଯେ ନାରୀ ତାର ପ୍ରିୟ ପୁରୁଷ ପାଖରୁ କେଉଁ 5ଟି କଥା ଆଶା କରେ। ଚାଲନ୍ତୁ ସେଗୁଡ଼ିକ ଆମେ ଗୋଟିଏ ପରେ ଗୋଟିଏ ଆଲୋଚନା କରିବା। ନମ୍ବର 1, ନାରୀ ପାଇଁ ସର୍ବୋତ୍ତମ ଯୌନ ସୁଖ ତାର ସମସ୍ତ ସତ୍ତା। ଅନେକ ପୁରୁଷ କାର୍ଯ୍ୟକ୍ଷେତ୍ରରୁ ବିରକ୍ତ ଓ ବିଷଣ୍ଣ ହୋଇ ଫେରନ୍ତି। ଘରେ ପହଞ୍ଚି ଟିକିଏ କଥାରେ ଚିଡ଼ି ଉଠନ୍ତି। ଖାଇସାରି ବସି ବିଳମ୍ବିତ ରାତ୍ର ଯାଏ ଟିଭି ଦେଖନ୍ତି। ସେଜକୁ ଯାଉ ଯାଉ ସ୍ତ୍ରୀକୁ ଜାବୁଡ଼ି ଧରନ୍ତି, ଯୌନ କ୍ରିୟା କରନ୍ତି ଓ ଶୋଇଯାଆନ୍ତି। ସ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କଲେ ଚିଡ଼ି ଉଠନ୍ତି। ପୁରୁଷ କେବଳ ଶଯ୍ୟାରେ ସ୍ନେହ ଦେଖାଇଲେ ସ୍ତ୍ରୀ ସନ୍ତୁଷ୍ଟ ହୋଇପାରେ ନାହିଁ। ଶୋଇବା ପୂର୍ବରୁ ଓ ଦିନରେ କଷ୍ଟକର କଥା କହିବା, ସମାଲୋଚନା କରିବା, ସ୍ତ୍ରୀ ପ୍ରତି ଅନାଗ୍ରହ ପ୍ରକାଶ କରିବା, ଅନାଦର ଦେଖାଇବା ଫଳରେ ଶଯ୍ୟା ସ୍ତ୍ରୀ ଏକ ପ୍ରିୟତମା ପ୍ରେମିକା ହୋଇପାରେ ନାହିଁ। ଦିନର ଆଗ୍ରହ, ଆଦର, ସୋହାଗ, ସ୍ପର୍ଶ, ଉପହାର ଆଦି ସାମଗ୍ରିକ ଭାବେ ପତ୍ନୀକୁ ଆଗ୍ରହୀ କରି ରଖିଥାଏ। ଯୌନ ଇଚ୍ଛା ଥାଉ ବା ନଥାଉ ସ୍ତ୍ରୀକୁ ପ୍ରେମପୂର୍ଣ୍ଣ ବ୍ୟବହାର ଦେଖାଅ, ତେବେ ଶଯ୍ୟାରେ ସର୍ବୋତ୍ତମ ଯୌନ ସୁଖ ଦେଇପାରିବ ଓ ଅନୁଭବ କରିବ। ନମ୍ବର 2, ପ୍ରେମାଳାପ। ବିନା ବାର୍ତ୍ତାଳାପରେ ଯୌନ କ୍ରିୟା ପାଇଁ ସ୍ତ୍ରୀକୁ ବାଧ୍ୟ କରିବା ଏକ ଧର୍ଷଣ ଭଳି। ସ୍ତ୍ରୀ ମନରେ ଏଭଳି କାର୍ଯ୍ୟରେ ସ୍ୱାମୀ ପ୍ରତି ବିତୃଷ୍ଣା ଓ ବିରକ୍ତି ଭାବ ଆସିଥାଏ। ରାତ୍ର ଭୋଜନ ବେଳେ ଏକାଠି ବସିଥିବା ବେଳେ ମଧୁର ଆଳାପ କରନ୍ତୁ। ପ୍ରେମାଳାପର ଅର୍ଥ କେବଳ ଯୌନାଳାପ ନୁହେଁ, ଏହା ହେଉଛି ତୁମର ଭଲ ପାଇବା, ଶ୍ରଦ୍ଧା, ସଦିଚ୍ଛା ଓ ବୁଝିପାରିବାକୁ ସର୍ବୋତ୍ତମ ଭାବେ ପ୍ରକାଶ କରିବାର କଳା। ଅନେକ ସ୍ତ୍ରୀ ଲୋକ ମନେ କରନ୍ତି ଯେ ଯୌନ ମିଳନ ଅପେକ୍ଷା ପ୍ରେମାଳାପ ଓ ଭଲ ପାଉଥିବାର ଏକ ଅନୁଭୂତି ସେମାନଙ୍କୁ ଅଧିକ ସନ୍ତୋଷ ଦିଏ। ଯୌନ ମିଳନ ବେଳେ ମଧୁରତା ସହ କୁହନ୍ତୁ ଆପଣ ତାଙ୍କୁ କେତେ ଭଲ ପାଆନ୍ତି, କେତେ ଭାବରେ ଆପଣ ତାଙ୍କୁ ଚାହାନ୍ତି। ମଧୁରତାର ସହ ତାଙ୍କ ନାମ ଉଚ୍ଚାରଣ କରନ୍ତୁ। ହାଇ ଡିୟର, ହ୍ୟାଲୋ ମାଇ ବେବି, ଏଇଭଳି ଆପଣ ଉଚ୍ଚାରଣ କରିପାରନ୍ତି। ଶବ୍ଦ ହିଁ ସ୍ପର୍ଶକୁ ଅଧିକ ମାଦକତା ଦେବ। ନମ୍ବର 3, ଶଙ୍କା ଭାବ। ଅନେକ ଲୋକ ଭାବନ୍ତି ଯୌନ କ୍ରିୟା ବେଳେ ସ୍ତ୍ରୀକୁ ସର୍ବୋତ୍ତମ ଯୌନ ଉତ୍ତେଜନା ଓ ଯୌନ ସୁଖ ଦେବା ହେଉଛି ଯୌନ କ୍ରିୟାର ଉଦ୍ଦେଶ୍ୟ। ସେମାନେ ଭୁଲି ଯାଆନ୍ତି ଯେ ପ୍ରିୟତମା ସହ ଶାରୀରିକ ଏକାତ୍ମତା ଅନେକ ସମୟରେ ଯଥେଷ୍ଟ ସନ୍ତୋଷ ଓ ତୃପ୍ତି ଦେଇଥାଏ। ଏଭଳି ସର୍ବୋତ୍ତମ ଯୌନ ଉତ୍ତେଜନାର ଲକ୍ଷ୍ୟ ରଖି ସମ୍ମିଳିତ ହେଉଥିବା ପୁରୁଷମାନଙ୍କ ପାଇଁ ସ୍ତ୍ରୀ ମନରେ ଶଙ୍କା ଭାବ ରହେ। ସେ ଆଜି ଏଭଳି କ୍ରିୟାରେ ସର୍ବୋତ୍ତମ ଉତ୍ତେଜନାରେ ପହଞ୍ଚି ପାରିବ କିମ୍ବା ନାହିଁ। ଅନେକ ସମୟରେ ଏହି ଆଶଙ୍କା ହିଁ ସର୍ବୋତ୍ତମ ଯୌନ ଉତ୍ତେଜନାରେ ପହଞ୍ଚିବାରେ ବାଧା ପହଞ୍ଚାଇଥାଏ। ପ୍ରକୃତରେ ଶତକଡ଼ା 60% ସ୍ତ୍ରୀ ଲୋକ ଯୌନ କ୍ରିୟାରେ କେବଳ ଅର୍ଦ୍ଧାଧିକ ଥର ତୀବ୍ର ଯୌନ ଉତ୍ତେଜନା ଅନୁଭବ କରିଥାନ୍ତି। ତେଣୁ ଯୌନ ମିଳନରେ ସ୍ତ୍ରୀ ସର୍ବୋତ୍ତମ ଉତ୍ତେଜନାରେ ପହଞ୍ଚିବାର ଲକ୍ଷ୍ୟ ନ ରଖି ପରସ୍ପର ଏକାଠି ହେବାର, ପରସ୍ପରକୁ ଅନ୍ତରଙ୍ଗ ଭାବେ ଅନୁଭବ କରିବାର ଲକ୍ଷ୍ୟ ରଖନ୍ତୁ। ଯୌନ କ୍ରିୟାର ଏକ ଚରମ ମୁହୂର୍ତ୍ତକୁ ଅପେକ୍ଷା କରିବା ପରିବର୍ତ୍ତେ ପ୍ରତି ମୁହୂର୍ତ୍ତକୁ ଉପଭୋଗ କରନ୍ତୁ। ମୋଟା ହୋଇଯିବା କାରଣରୁ ଶାରୀରିକ ଗଠନରେ ଆକର୍ଷଣ କମିଗଲାଣି ବୋଲି ଭାବି ଅନେକ ନାରୀ ଯୌନ ମିଳନ ବେଳେ ଶଙ୍କିତ ରୁହନ୍ତି। ସେଥିପାଇଁ ପୁରୁଷକୁ ନାରୀର ଯେଉଁ ଅଙ୍ଗ ଆକର୍ଷଣୀୟ ତାର ପ୍ରଶଂସା କରିବା ଦରକାର। ଯାହା ତୁମକୁ ଭଲ ଲାଗେ ତାହା ପ୍ରକାଶ କରିବା ଦରକାର। ଏହା ତାଙ୍କର ମସୃଣ ତ୍ୱଚା, ସୁନ୍ଦର ଚକ୍ଷୁ, ଘନ କୃଷ୍ଣ କେଶ, ଲାଲ ଅଧର ବା ଏମିତି କିଛି ରଙ୍ଗ ହୋଇପାରେ ଯାହା ପ୍ରକୃତରେ ଏକ ବିଶେଷତ୍ୱ। ସ୍ୱାମୀର ଗମ୍ଭୀର ସ୍ୱଭାବ ଅନେକ ସମୟରେ ପତ୍ନୀକୁ ଶଙ୍କିତ କରିଥାଏ। ତେଣୁ ପତ୍ନୀ ସହ ବ୍ୟବହାରରେ ହସ କୌତୁକକୁ ଉପଯୋଗ କର। ପ୍ରେମ କେବଳ ଏକ ଗମ୍ଭୀର ଶବ୍ଦାଡମ୍ବର ନୁହେଁ, ଏହା ଏକ ମଧୁର ଦୁଷ୍ଟାମି ମଧ୍ୟ। ନମ୍ବର 4, ଯୌନ କ୍ରିୟା ପରେ ଆଦର। ଯୌନ କ୍ରିୟା ପରେ ପୁରୁଷ ହଠାତ୍ ଦୂରେଇ ଯିବା, ସମାଲୋଚନା କରିବା, ସଂସାରର ସମସ୍ୟା ନେଇ ଆଲୋଚନା ଓ ଯୁକ୍ତିତର୍କ କରିବା ନାରୀର ଆବେଗ ପ୍ରବଣତାକୁ ଆଘାତ ଦିଏ। ଏପରିକି ହଠାତ୍ ଶୋଇଯିବା ମଧ୍ୟ ନାରୀର ପସନ୍ଦ ନୁହେଁ। ଯୌନ କ୍ରିୟା ପରେ ମଧ୍ୟ ଆଦରରେ ଜଡ଼ାଇ ଧରନ୍ତୁ, ପ୍ରଶଂସା କରନ୍ତୁ, ପରସ୍ପର ଶରୀରକୁ ଅନୁଭବ କରନ୍ତୁ, ଆଲିଙ୍ଗନ ପାଶରେ ଶୋଇଯାଆନ୍ତୁ। ପତ୍ନୀ ମଧ୍ୟ ଏହି ସମୟରେ ଏଥିରେ ମନୋଯୋଗୀ ରୁହନ୍ତି। ସମୟ ପାଇଁ ବାହ୍ୟ ସଂସାର ନେଇ ଆଲୋଚନା କରନ୍ତୁ ନାହିଁ। ନମ୍ବର 5, ଯୌନ କାମନାହୀନ ସ୍ପର୍ଶ ଓ ଆଦର। କେବଳ ଯୌନ ଆବେଗରେ ଆଲିଙ୍ଗନ, ଚୁମ୍ବନ, ସ୍ପର୍ଶାଦି ଦେବା ଓ ଯୌନ କ୍ରିୟା ପରେ ଏକ ଅପରିଚିତ ମଣିଷ ଭଳି ବ୍ୟବହାର କରିବା ନାରୀର ପ୍ରିୟ ନୁହେଁ। ଦିନ ଭିତରେ ଓ ଅନେକ ସମୟରେ ସେ ପୁରୁଷର ସ୍ପର୍ଶ, ଆଲିଙ୍ଗନ ଓ ଚୁମ୍ବନ ଆଦିର କାମନା ରଖେ। ତାହା ହିଁ ସୂଚାଇ ଦିଏ ଯେ ତୁମେ ତାଙ୍କୁ କେତେ ଭଲ ପାଅ, ସେ ତୁମ ପାଇଁ କେତେ ଆକର୍ଷଣୀୟ ଓ ଆଦରଣୀୟ। ଏହି ସ୍ପର୍ଶ ଦେଇ କୁହ ମୁଁ ତୁମକୁ ବହୁତ ଭଲ ପାଏ। ବୁଝ ତୁମର ବ୍ୟବହାର ତାଙ୍କୁ କେତେ ଭଲ ଲାଗୁଛି।
କ'ଣ କଲେ ଓ କିଭଳି ବ୍ୟବହାର ତାଙ୍କୁ ଆନନ୍ଦ ଦିଏ ତାହା ବୁଝନ୍ତୁ। ତୁମକୁ କ'ଣ ଭଲ ଲାଗେ କୁହନ୍ତୁ। ଭଲ ପାଇବାର ଭାଷା ଓ ବ୍ୟବହାର ପରସ୍ପରକୁ ଶିଖାନ୍ତୁ। ସଙ୍କୋଚ ପରିତ୍ୟାଗ କରନ୍ତୁ। ଦାମ୍ପତ୍ୟ ଜୀବନ ତୁମ ପାଇଁ ଏକ ବିଶେଷ ସମ୍ପର୍କ। ତାକୁ ମଧୁର କରିବା ପାଇଁ ସମୟ ଦିଅନ୍ତୁ, ସମୟ ରଖନ୍ତୁ। ହଁ ଫ୍ରେଣ୍ଡସ୍, ଏହି ଭିଡ଼ିଓ ମାଧ୍ୟମରେ ଆମେ ଶିଖିଲେ କେଉଁ 5ଟି ଯୌନ ତତ୍ତ୍ୱ ଜଣେ ସ୍ତ୍ରୀ ଜଣେ ପୁରୁଷ ପାଖରୁ ଆଶା କରେ। ଏହି ଭିଡ଼ିଓରେ ଆପଣମାନେ ବହୁତ କିଛି ଶିଖିବାକୁ ପାଇଥିବେ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରିବେ, ସାଙ୍ଗମାନଙ୍କୁ ସେୟାର କରିବେ। ଯଦି ଆମ ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରିଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।